ଚାଲନ୍ତୁ ଆଜି ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ ଗପ, ଯାଦୁ କଜଳ। ଚନ୍ଦ୍ରପୁରର ଗୌରପ୍ରସାଦ ବେପାର କରି ଭଲରେ ଚଳୁଥିଲା, କିନ୍ତୁ ତା ମନରେ ସନ୍ତୋଷ ନଥିଲା। କେଉଁ ଉପାୟରେ ଲକ୍ଷପତି ହେବ, ଦିନସାରା ସେଇ କଥା ଚିନ୍ତା କରୁଥିଲା। ଦିନେ ଜଣେ କାଠୁରିଆଠୁ ସେ ଶୁଣିଲା କି ବଣ ଭିତରେ ଜଣେ ସନ୍ନ୍ୟାସୀ ଅଛନ୍ତି। ଗୌରପ୍ରସାଦ ଯଥାଶୀଘ୍ର ବଣକୁ ଚାଲିଲା। ସନ୍ନ୍ୟାସୀଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲା, ହେ ମହାତ୍ମା, ଏକ ସହଜ ମନ୍ତ୍ର ବତାଇ ଦିଅନ୍ତୁ, ଯାହାଦ୍ୱାରା ମୁଁ ଲକ୍ଷପତି ହୋଇଯିବି। ସନ୍ନ୍ୟାସୀ କହିଲେ, ବାବା, ପରିଶ୍ରମ ହିଁ ସେଭଳି ସାଫଲ୍ୟ ଦିଗରେ ଅମୋଘ ମନ୍ତ୍ର। କିନ୍ତୁ ସେଭଳି କଥା ଶୁଣି ଚାଲି ଆସିବା ଲୋକ ଗୌରୀପ୍ରସାଦ ନୁହେଁ। ସେ ସେଇଠି ପଡ଼ି ରହିଲା, ଆଉ ସନ୍ନ୍ୟାସୀଙ୍କଠୁ ବର ପାଇବା ପାଇଁ ଜିଗର ଲଗାଇଲା। ସନ୍ନ୍ୟାସୀ କହିଲେ, ଦେଖ ବାବା, ତୁ ଅନ୍ୟ କୌଣସି ବର ମାଗ। ଗୌରପ୍ରସାଦ କହିଲା, ମହାତ୍ମା, ମୋତେ ଦିବ୍ୟ ଦୃଷ୍ଟି ଦିଅନ୍ତୁ। ସନ୍ନ୍ୟାସୀ କହିଲେ, ତୁ ପାଗଳ ନା କ'ଣ? ଦିବ୍ୟ ଦୃଷ୍ଟି କ'ଣ ଜଣେ ମାଗିଦେଲେ ପାଇଯାଏ? ସେ ପାଇଁ ପ୍ରବଳ ତପସ୍ୟା ଲୋଡ଼ା। ଏଇ ଜନ୍ମରେ ତ ନୁହେଁ, କେଇ ଜନ୍ମ ସାଧନା କଲେ ତତେ ଦିବ୍ୟ ଦୃଷ୍ଟି ମିଳିପାରେ। ଗୌରପ୍ରସାଦ ହତାଶ ହେବାରେ ଦେଖି ସନ୍ନ୍ୟାସୀ ପୁଣି କହିଲେ, ଆଚ୍ଛା, ଦିବ୍ୟ ଦୃଷ୍ଟି ନହେଲେ ବି ତତେ ଅନ୍ୟ ଗୋଟାଏ ଯାଦୁ ଶକ୍ତି ଦଉଛି। ନେଇଯା ଏଇ ଡବାକ କଜଳ। ଏଥିରୁ ଟିକେ ଆଖିରେ ଲଗାଇଲେ କିଛି ସମୟ ପାଇଁ ତତେ ଯେଉଁ ଦୃଷ୍ଟି ମିଳିଯିବ, ସେଥିରେ ଅନେକ କିଛି ଦେଖିପାରିବୁ। ଗୌରପ୍ରସାଦ ଖୁସି ହେଇ ଡବାଟି ଧରି ଘର ମୁହାଁ ଚାଲିଲା। ଅନ୍ଧାରୁଆ ବାଟରେ ହଠାତ୍ ତା ଆଗକୁ କୁଦି ପଡ଼ିଲା ଜଣେ ଭୟଙ୍କର ଦିଶୁଥିବା ଲୋକ। ସେ ଅଟ୍ଟହାସ୍ୟ କରି କହିଲା, ମୁଁ ଡାକୁ ଗଜସିଂ। ତୋଠି ଯେତେ ଯାହା ଅଛି ମୋତେ ଦେଇ ପକାଇ ନିଜ ବାଟରେ ଯା। ଗଜସିଂ ସତରେ ନାମଜାଦା ଡାକୁଥିଲା। ଚନ୍ଦ୍ରପୁରର ରାଜା ତାକୁ ଧରିବା ସକାଶେ କେତେ ଚେଷ୍ଟା କରି ବି ସଫଳ ହୋଇନଥିଲେ। ଗୌରପ୍ରସାଦ କହିଲା କି ତା ପାଖରେ ଟଙ୍କା କଉଡ଼ି କିଛି ନାହିଁ, କିନ୍ତୁ ଗଜସିଂ ଶୁଣିଲା ନାହିଁ। ସେ ତା ଲୁଗାପଟା ଅଣ୍ଡାଳିଲା, ଆଉ ପାଇଲା କଜଳର ଡବା। ଡାକୁ ଧମକ ଦେଇ କହିଲା, ହଇରେ, ଏଇଟା କ'ଣ? କହ, ନହେଲେ ମଲୁ। ଡରିମରି ଗୌରପ୍ରସାଦ ରହସ୍ୟ ଖୋଲି କହିଦେଲା। ଡାକୁ ଖୁସି ହୋଇଗଲା। ରାଜାଙ୍କ ଉଆସର କେଉଁ ଅଂଶରେ ତାଙ୍କ ଗନ୍ତାଘର, ସେତକ ଅନେକ ଦିନରୁ ଜାଣିପାରୁନଥିଲି। ଏଥର ଏ କଜଳ କରାମତିରୁ ଜାଣିଯିବି। କିନ୍ତୁ ତୁ ଯଦି ମୋ ଉଦ୍ଦେଶ୍ୟ ରାଜାଙ୍କୁ କହିଦେବୁ, ତେବେ ମୁଁ ଧରା ପଡ଼ିଲେ ବି ତତେ ନିସ୍ତାର ମିଳିବ ନାହିଁ। ମୋ ଦଳର ଲୋକେ ତୋ ଘର ଲୁଣ୍ଠନ କରିବେ, ଆଉ ତତେ ସବଂଶ ମାରିଦେବେ। ମୋର ସବୁତକ କଜଳ ଦରକାର ନାହିଁ। ଏହା କହି ଡାକୁ ଅଧା ଅଧି କଜଳ ନେଇ ଚାଲିଗଲା। ଅଧା କଜଳ ଡବାଟି ଧରି ଗୌରପ୍ରସାଦ ଘରକୁ ଫେରିଲା। ଘର ଭିତରେ ଠାଏ ଡବାଟି ରଖିଦେଇ ସେ ଦୋକାନକୁ ଚାଲିଗଲା। ଗୌରପ୍ରସାଦର ପଡ଼ୋଶୀ ଘର ଝିଅ ଲକ୍ଷ୍ମୀ ସେଦିନ କଜଳ ନେଇ ନିମନ୍ତ୍ରଣ ଖାଇବାକୁ ଯିବ ବୋଲି ଦେଖେ ତ ତାର କଜଳ ଶେଷ ହୋଇଯାଇଛି। ସେ ଗୌରପ୍ରସାଦ ଘରକୁ ଆସି ଗୌରପ୍ରସାଦର ସ୍ତ୍ରୀକୁ କଜଳ ମାଗିଲା। ତାଙ୍କଠି ବି କଜଳ ନଥାଏ। ହଠାତ୍ ସେ ଯାଦୁ କଜଳ ଡବାଟି ତାଙ୍କ ଆଖିରେ ପଡ଼ିଲା। ହୁଏତ ଦୋକାନର ବିକ୍ରି ପାଇଁ କେହି କଜଳ ନମୁନା ଦେଇଥିବ, ଏଇଆ ଭାବି ସେ ଲକ୍ଷ୍ମୀର ଆଖିରେ ସେଇ କଜଳ ଲଗାଇଦେଲେ। ଲକ୍ଷ୍ମୀ ବେଶଭୂଷା ହୋଇ ବାହାରିବାର ଦେଖି ତା ବାପା କହି ପକାଇଲେ, ଝିଅ, ତୋ ବାହାଘର ଖୁବ୍ ସମ୍ଭ୍ରାନ୍ତ ଘରେ ଠିକ୍ କରିଛି। କିନ୍ତୁ ମୋ ଦୁର୍ଭାଗ୍ୟ, ଆଜିକାଲି ମୋ ଅବସ୍ଥା ଭଲ ନୁହେଁ। ନହେଲେ ତ ବାହାଘର ମୁଁ ଏମିତି ଜାକଜକମରେ କରିଥାନ୍ତି ଯେ ଏ ଅଞ୍ଚଳର ଲୋକେ ସବୁଦିନ ପାଇଁ ସେ ଘଟଣା ମନେ ରଖିଥାନ୍ତେ। ଟିକେ ରହି ବାପା ପୁଣି ହସି ପକାଇ କହିଲେ, ଆମ ପୂର୍ବପୁରୁଷ ଏଇ ଭିଟାରେ କୁଆଡ଼େ ଅନେକ ଧନ ପୋତି ଯାଇଛନ୍ତି ବୋଲି ମୋ ଜେଜେବାପା କହୁଥାନ୍ତି। ସେଇ ପୋତା ଧନର ସନ୍ଧାନ ପାଆନ୍ତି ହେଲେ। ଲକ୍ଷ୍ମୀର ଇଚ୍ଛା ହେଲା ସେ ପୋତା ଧନ ଦେଖିପାରନ୍ତା କି? ଏହି ଇଚ୍ଛା ହେବା ମାତ୍ରେ ତା ଆଖି ଆଗରେ ଯେପରି ବିଜୁଳି ଚମକି ଉଠିଲା। ସେ ଘରର ଉତ୍ତର ପୂର୍ବ କୋଣରେ ମାଟି ତଳେ 3ଟି କଳସ ପୋତା ହୋଇଥିବାର ଦେଖିପାରିଲା। ସେ ତା ବାପାକୁ ସେ କଥା କହିବାରୁ ସେ ଖୋଳିଲେ। ସତକୁ ସତ ସୁନା ଭର୍ତ୍ତି 3ଟି କଳସ ମିଳିଗଲା। ଲକ୍ଷ୍ମୀ ବୁଦ୍ଧିମତୀ ଝିଅ। ସେ ବୁଝିପାରିଲା ଯେ ଅଜଣା କଜଳ ନାଇଥିବା ହେତୁ ହିଁ ତାକୁ ଏ ଅଦ୍ଭୁତ ଦୃଶ୍ୟ ଦେଖାଗଲା। ସେ କଜଳର ଗୁଣ କଥା ଗୌରୀପ୍ରସାଦର ସ୍ତ୍ରୀଙ୍କୁ କହିବା ନିମନ୍ତେ ଯାଇ ପହଞ୍ଚିଲା। ସେତିକିବେଳେ ରାଜାଙ୍କ ତରଫରୁ କେହି ଡେଙ୍ଗୁରା ପିଟି ଘୋଷଣା କରୁଥାଏ, ନଅରର ଗନ୍ତାଘର ଭିତରୁ ଧନରତ୍ନ ଚୋରି ହୋଇଯାଇଛି। କେହି ଚୋରର ସନ୍ଧାନ ଦେଇପାରିଲେ 10,000 ଟଙ୍କା ପୁରସ୍କାର ପାଇବ। ତାହା ଶୁଣି ଲକ୍ଷ୍ମୀ ଗୌରପ୍ରସାଦର ସ୍ତ୍ରୀକୁ କଜଳର ଗୁଣ କଥା କହି ତାପରେ କହିଲା, ଭାଉଜ, ତମର ଏଇ ଯାଦୁ କଜଳ ସାହାଯ୍ୟରେ ଚୋର ଠାବ କରିବା ସହଜ ହେବ। 10,000 ଟଙ୍କା ମିଳିଯିବ। ଲକ୍ଷ୍ମୀ ଏକଥା କହୁଥିବା ବେଳେ ସେପଟ ପଡ଼ୋଶୀ ଘର ବୋହୂ ମୀନାକ୍ଷୀ କାନରେ ସେ କଥା ପଡ଼ିଲା। ସେ ଗୌରପ୍ରସାଦ ଘର ଉପରେ ଆଖି ରଖିଲା। ରାତିରେ ଗୌରପ୍ରସାଦ ଘରକୁ ଆସି ତା ସ୍ତ୍ରୀଠାରୁ ଲକ୍ଷ୍ମୀ ଯାହା କହିଥିଲା ତାହା ଶୁଣିଲା। ଲକ୍ଷ୍ମୀକୁ କଜଳ ଦେଇଥିବାରୁ ସେ ଅବଶ୍ୟ ସ୍ତ୍ରୀ ଉପରେ ଖପା ହେଲା। କିନ୍ତୁ ଡାକୁ ଧରିଦେଲେ ପୁରସ୍କାର ମିଳିବା କଥା ଶୁଣି ସେ କହିଲା, 10,000 ନୁହେଁ, ରାଜା ଯେତେବେଳେ 1,00,000 ଦେବାର ଘୋଷଣା କରିବେ, ସେତେବେଳେ ଯାଇ ମୁଁ ଡାକୁକୁ ଧରିବି। ମୀନାକ୍ଷୀ ତା ସ୍ୱାମୀକୁ ସବୁ କହିଲା।
ମୀନାକ୍ଷୀର ସ୍ୱାମୀ ଭୋର ହେବା ମାତ୍ରେ ନଅରକୁ ଯାଇ ରାଜାଙ୍କୁ ଜଣାଇଦେଲା କି ଡାକୁ ଧରିବାର ଏକମାତ୍ର ଶକ୍ତି ଗୌରପ୍ରସାଦର ଅଛି। ରାଜାଙ୍କ ସିପାହୀମାନେ ଆସି ଗୌରପ୍ରସାଦକୁ ଧରି ନେଇଗଲେ। ଫାଶୀ ପାଇବା ଭୟରେ ସେ କଜଳ ବିଷୟରେ ସବୁ କଥା ସ୍ୱୀକାର କରିଗଲା ଆଉ ଡବାଟି ଆଣି ରାଜାଙ୍କୁ ଦେଲା। ରାଜା ଗୌରପ୍ରସାଦକୁ କହିଲେ, ଗଜସିଂ ଗନ୍ତାଘର ଲୁଟ୍ କରିବ ବୋଲି ଜାଣି ମଧ୍ୟ ତମେ ଖବର ଦେଇନଥିଲ? ସେଥିପାଇଁ ତମର ପ୍ରାଣଦଣ୍ଡ ହେବା ଦରକାର। ତେବେ ତୁମକୁ କ୍ଷମା ଦିଆଗଲା। କଜଳ ବ୍ୟବହାର କରି ଗଜସିଂ କେଉଁଠାରେ ରାତ୍ରିଯାପନ କରୁଛି ରାଜା ତାହା ଜାଣିପାରିଲେ। ସିପାହୀମାନେ ସେ ସ୍ଥାନ ଘେରାଉ କରି ଗଜସିଂଙ୍କୁ ଧରିପାରିଲେ। ଗନ୍ତାଘରର ଧନ ମଧ୍ୟ ମିଳିଗଲା। ରାଜାଙ୍କ ଘୋଷିତ ପୁରସ୍କାର ମୀନାକ୍ଷୀ ପାଇଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ, ଯାଦୁ କଜଳ।